ସେମାନେ ଏମଏଲଏ ଗୁंडा एवं बैक बुहा कुजी नेता। तो वीडियो कोन आपन को अलाउ करथिले वीडियो करिया पई आपन परमिशन नै वीडियो करथिले ना मन इच्छा करूथिले? सीसीटीवी कैमरा ऑलरेडी वीडियो को चैम्बर रे अछि। जदि वीडियो एते सिक्योर तले से सीसीटीवी कैमरा हटै दियंतु आमे वीडियो बनया पूर्वरु आमे परमिशन मागिबु। होय तो से जो वीडियो बनैथिले से दिन रो इंसिडेंट जदि मो पाखरे वीडियो नथांदा तले हबो अवश्य मु एठी नथांती कि मोर अवस्था कोन हेताला सेटा भी केही जानि नथांते। दर्शक बंधु मो सहित चामेली जोग दउचंती केंद्रापड़ा हॉस्पिटल रो चामेली को नै सारा ओडिसा रे चर्चा जारी रहिछि। अनेक गुडे क्वेश्चन रो आंसर ताको ठारो मिलिबा को बाकी अछि। चामेली आपण केमती अछंती? हॉस्पिटल रे आपण को चिकित्सा चलीछि किंतु आपण को आपण एबे भी फील करूचंती कि असुस्थ अछंती बोले? वर्तमान तो 80 ରୁ 90% भल हे जाइछन। डॉक्टर कहते जे आपनकर किछि हेइनी बोली चामेली प्रकृत रे आपनकर कोन हेइछि? डॉक्टर जो रिपोर्ट देछन ता ठीक अछि ना भूल अछि? मु तो डॉक्टर को रिपोर्ट देखि नै पर्यंत कारण जेतेबेले मु एडमिशन हेली सेतेबेले ऑलरेडी मो बॉडी रे बहुत इंजर्ड थिला। पिठी रे भी माड हेतिला छाती रे भी माड हेतिला। डॉक्टर कोन कहिसथि मो कहि परिने किंतु मो असुस्थ थिली। सेति पय मु 7 दिन हेलानी एडमिशन अछि एठी। आपन को ए पूरा घटना पे कोन आपन विधायक को दायी करूचंती ना आउ का को दायी करूचंती? आज्ञा विधायक होचंती मुख्य। तो विधायक सहित आपण काहे की झगड़ा करूचंती? झगड़ा एथिरे किछि नाही हमें लोक प्रतिनिधि लोक मानकर समस्या को आमे समाधान करबा हमर काम। जदि विधायक एठी हमकु पीसी मागिबे मंथली लाख टंका लेखा हमें कोठु आनी की दबु? हमें जहा लोक को विधायक आपन को पीसी मागुतिले चामेली? आज्ञा आज्ञा आउ आपण पीसी देइचंती ना नाही अतीतरे? ना ना पीसी देइनी जो गवर्नमेंट प्रोग्राम हुए ସେଥିରେ ପଇସା ପତ୍ର ଯେତେବେଳେ ଆମ ପ୍ରୋଗ୍ରାମ ହୁଏ ଆମ ପଞ୍ଚାୟତ ରେ ସେମାନେ ନିହନ୍ତି କୁହନ୍ତି ଦେବେ ବୋଲି ବଟ ଦିଅନ୍ତିନି। ଥରେ ଦି ଥର ଏମିତି ହେଇଛି। ତ ଆପଣଙ୍କ ଭାଗ କଣ ଲକ୍ଷେ ଟଙ୍କା ପଡିଥିଲା ପିସି ଦବା ପାଇଁ? ଆହୁରି ଅଧିକ ଆମର ଇଟା ଭାଟି ମାଟି ଫାଟି ସବୁ ଯେତିକ ଭୁଆ ହଉଛି ଅଲରେଡି ସେମାନେ ପିସି ଦଉଛନ୍ତି। ଖାଲି ବାକି ରହି ଯାଇଥିଲା ଡେଭଲପମେଣ୍ଟ ୱାର୍କ ତା ଦେହରୁ ପିସି ନେଇଥାନ୍ତେ। ତ ସେଇଟାକୁ ମନା କରିଥିଲୁ ଦବା ପାଇଁ। ତ ଡେଭଲପମେଣ୍ଟ କାମରୁ କେତେ ଟଙ୍କା ପିସି ଚାହୁଁଥିଲେ? ତ ମନ୍ଥଲି ଲକ୍ଷେ ଟଙ୍କା ଲେଖା ମାଗୁଥିଲେ। କେତେ ଟଙ୍କା ସେମିତି ପର୍ଟିକୁଲାର ତ କହିନାହାନ୍ତି। ଆଉ ମନ୍ଥଲି ଲକ୍ଷେ ଟଙ୍କା ଲେଖା କହିଥିଲେ। ତ ଆପଣ କଣ ଏହାକୁ ବିରୋଧ କଲେ ବୋଲି ଏତେ ବଡ ଗଣ୍ଡଗୋଳ ହେଲା ନା ଆପଣ ତାଙ୍କ ପ୍ରତିଦ୍ୱନ୍ଦ୍ୱୀକୁ ନେଇ ସଭା କଲେ ଗାଁରେ ବୋଲି ତିକିରି ପଞ୍ଚାୟତରେ ସେଇଥିପାଇଁ ବିଧାୟକ ରାଗିଲେ? ନା ନା ପିସି କୁ ନେଇ ପ୍ରତିଦ୍ୱନ୍ଦ୍ୱୀ କି ଝଗଡା ନେଇ ହେଲା? ପ୍ରତିଦ୍ୱନ୍ଦ୍ୱୀ ନେଇକି କିଛି ଝଗଡା ଏଇଠି କିଛି ବି ନାହିଁ। ଏଠି ମେନ୍ କଥା ଆମେ ଯଦି ପିସି ନବା କଥାଟାକୁ ବିରୋଧ କରିବାରୁ ସେ ମୋ କାମରେ ସବୁ କାମରେ ରୋକ ଟୋକ ଲଗେଇଲେ ଯୋଉ ପଞ୍ଚାୟତ ଡେଭଲପମେଣ୍ଟ ୱାର୍କ ହଉ ବ୍ଲକ ଡେଭଲପମେଣ୍ଟ ୱାର୍କ ହଉ କାମ ଫାମ ହେଇ ପାରିଲା ନାହିଁ ଯେତିକ କାମ ପେଣ୍ଡିଙ୍ଗ ହେଇକି ପଡିଥିଲା ତାର ବିଲ୍ ମିଳି ପାରିଲା ନାହିଁ। ଆଉ ବହୁତ ସମସ୍ୟାର ସମ୍ମୁଖୀନ ହବାକୁ ପଡିଛି। କୋଉ କୋଉ ବିଲ୍ ଆପଣଙ୍କର ବାକି ଅଛି ମିଳିବା ପାଇଁ? 5ଟି ବିଲ୍ ବର୍ତ୍ତମାନ ବାକି ଅଛି। ଆମର ଆବାସିକ ସ୍କୁଲ ର 2-3ଟା ଫାଇଲ ଅଛି। ଆଉ ବିଜିବିଓ କାମର ବି ଗୋଟେ ଅଛି କଲ୍ୟାଣୀ ମଣ୍ଡପ ଡେଭଲପମେଣ୍ଟ ର ବି ଗୋଟେ ଅଛି। ଆହୁରି ଏମିତି ଅଛି ବହୁତ କାମ। ମୋର ଜାଣିବାର କଥା ଯେ ଆପଣ ତ ନିଜେ କଣ୍ଟ୍ରାକ୍ଟର ନଥିବେ କଣ୍ଟ୍ରାକ୍ଟରଙ୍କ ବିଲ୍ ବାକି ପଡିଥିବ ସରପଞ୍ଚଙ୍କର କଣ ସେଥିରେ ଅସୁବିଧା ହେଲା? ଯେତେବେଳେ ଆମେ ପଞ୍ଚାୟତର ସରପଞ୍ଚ ଆମେ ସେଠି ଲୋକଙ୍କୁ ଦେଇକିରି ଏଜୁଟାଣ୍ଟ ଦେଇଥାନ୍ତି। ଆଉ ପଞ୍ଚାୟତର ପିଓ ଥାନ୍ତି। ତ କାମ କେମିତି ସୁରୁଖୁରୁରେ ହବ ହେଇକିରି କମ୍ପ୍ଲିଟ ହବ ସେଇଟା ତଦାରଖ କରିବା ଦାୟିତ୍ଵ ଆମର। ଯେହେତୁ ପଞ୍ଚାୟତରେ ଆମେ ରହୁଛୁ ଆମେ ସେଠି ଲୋକମାନଙ୍କୁ ଦେଇକିରି କାମଟା ସୁରୁଖୁରୁରେ କରେଇଥାଉ। ଯେହେତୁ ଆମେ କାମଟା କରିଥାଉ ଲୋକମାନେ ଆମକୁ ହିଁ ଆସି ପଇସା ମାଗନ୍ତି। ତାଙ୍କର ବ୍ଲକ ସହିତ କିଛି ଲେନ ଦେନ ନଥାଏ ତ ଟିକେ ଆମକୁ ଅଧିକ ପ୍ରେସର ଥାଏ ସେ ଜିନିଷର। ତ ଆପଣ ବିଡିଓଙ୍କ ଚାମ୍ବରକୁ ମୋବାଇଲ ଧରି କାହିଁକି ଗଲେ ଚାମେଲି? ଦୀର୍ଘ ବହୁତ ଦିନ ହେଲାଣି ଆମେ ବି ଦୌଡୁଛୁ ଫାଇଲ ପାଇଁ ମୋର ଫାଇଲ ବି ପଡିକି ରହିଛି ତାଙ୍କ ପାଖରେ। ଗତ 29 ତାରିଖ ବି ଯାଇଥିଲି ତାଙ୍କ ପାଖକୁ। ମତେ ଡାଇରେକ୍ଟ ମନା କଲେ ମୁଁ କରିବିନି ଫାଇଲ। ହଠୁ ତାପରେ ମୁଁ ଠିକ ଅଛି ଆପଣଙ୍କୁ ସମୟ ଦିଆ ହଉଛି। ଆପଣ ଯାଇକି ନିଜେ ଭିଜିଟ କରନ୍ତୁ କାମ ଦେଖନ୍ତୁ ଆଉ ବିଲ୍ କରନ୍ତୁ। ତାପରେ ଯେତେ ଥର ବି ଯାଇଛି ବିଡିଓ ମହୋଦୟ ଆମକୁ ଦେଖିଲେ ସେଠୁ ପଳେଇବେ।
ତାପରେ ସେଇଦିନ ଯେତେବେଳେ ଆମକୁ ସମସ୍ୟା ହଉଛି, ଯୋଉମାନେ କାମ କରୁଛନ୍ତି ଆମ ଘରେ ବସୁଛନ୍ତି ଆସି, ଆପଣଙ୍କ କଥାରେ ଆମେ କାମ କଲୁ, ଆମେ ପଇସା ପାଇପାରୁନୁ, ତ ବାଧ୍ୟ ହେଇକି ଆମେ ସେଦିନ ଯାଇଥିଲୁ ଭିଡିଓକୁ ପଚାରିବାକୁ। ଭିଡିଓଟା ଥିଲା ମାଧ୍ୟମ, ଯେହେତୁ ଆମେ ସାମ୍ନା ବାଲାକୁ ଉତ୍ତର ଦେଲା ବେଳକୁ ସାମ୍ନା ବାଲା ସେଟାକୁ ଆକ୍ସେପ୍ଟ କରୁନାହାନ୍ତି କି ନାଇଁ ତମେ ମିଛ କହୁଛ ବୋଲି, ସେଥିପାଇଁ କିଛି ପ୍ରୁଫ ପାଇଁ ଆମେ ଭିଡିଓ ବନେଇବା ସେଠି ଷ୍ଟାର୍ଟ କରିଥିଲୁ। କିନ୍ତୁ ଚାମେଲି ଭିଡିଓଙ୍କ ଚାମ୍बर ଭିତରେ ଯେତେବେଳେ ଗୋଟେ ଅଫିସ ଭିତରକୁ ଆପଣ ଯାଉଛନ୍ତି, ଜଣେ ସିନିୟର ଅଫିସର ବସିଛନ୍ତି, ସେତେବେଳେ ଆପଣଙ୍କ କଥାବାର୍ତ୍ତାକୁ ଆପଣ ଭିଡିଓଙ୍କ ସହିତ ଯୋଉ କଥାବାର୍ତ୍ତା କରୁଥିଲେ ତାକୁ ରେକର୍ଡ କରିବାଟା ଆପଣ ଭାବୁଛନ୍ତି ଗୋଟେ ଠିକ ପଦକ୍ଷେପ ଥିଲା? ନିଶ୍ଚିନ୍ତ ଭାବରେ ଠିକ। ଯଦି ଅଫିସରେ ସିସିଟିଭି କ୍ୟାମେରା ଲଗାଯାଉଛି, ସମସ୍ତଙ୍କ ଉପରେ ନଜର ରଖାଯାଉଛି, ତାହେଲେ ସେଠି ପବ୍ଲିକର ରାଇଟ୍ସ ଅଛି, ଭିଡିଓ ବନେଇ ପାରିବୁ ଆମେ। ଯଦି ସେଠି ସିସିଟିଭି ନଥାନ୍ତା ତାହେଲେ ଆମେ ଭାବିଥାନ୍ତୁ ଆମେ ଭିଡିଓ କରିବୁ କି ନ କରିବୁ, କି ଭିଡିଓଙ୍କ ପରମିଶନ ନେଇଥାନ୍ତୁ। ମୁଁ ସେ ଭିଡିଓ ଦେଖୁଥିଲି ଯେ ଭିଡିଓଙ୍କର ତ କୌଣସି ପ୍ରତିବାଦ ନଥିଲା ଯେ ଆପଣ ଭିଡିଓ କରନ୍ତୁ ନାହିଁ ବୋଲି। ଅନ୍ୟମାନେ ଯୋଉମାନେ ପ୍ରତିବାଦ କରୁଥିଲେ ସେମାନେ କିଏ ଏବଂ କାହିଁକି ସେମାନେ ଆପଣଙ୍କୁ ବାଧା ଦଉଥିଲେ ଭିଡିଓ କରିବା ପାଇଁ? ସେମାନେ ଏମଏଲଏଙ୍କର ଗୁଣ୍ଡା ଏବଂ ବ୍ୟାଗ ବୁହା କୁଜି ନେତା। ତ ଭିଡିଓ କଣ ଆପଣଙ୍କୁ ଆଲାଉ କରିଥିଲେ ଭିଡିଓ କରିବା ପାଇଁ? ଆପଣ ପରମିଶନ ନେଇ ଭିଡିଓ କରିଥିଲେ ନା ମନ ଇଚ୍ଛା କରୁଥିଲେ? ସିସିଟିଭି କ୍ୟାମେରା ଅଲରେଡି ଭିଡିଓଙ୍କ ଚାମ୍ବରରେ ଅଛି। ଯଦି ଭିଡିଓ ଏତେ ସିକ୍ୟୁର, ତାହେଲେ ସେ ସିସିଟିଭି କ୍ୟାମେରା ହଟେଇ ଦିଅନ୍ତୁ, ଆମେ ଭିଡିଓ ବନେଇବା ପୂର୍ବରୁ ଆମେ ପରମିଶନ ମାଗିବୁ। ହୁଏତ ସେ ଯୋଉ ଭିଡିଓ ବନେଇଥିଲେ ସେଦିନର ଇନସିଡେଣ୍ଟ, ଯଦି ମୋ ପାଖରେ ଭିଡିଓ ନଥାନ୍ତା ତାହେଲେ ଅବଶ୍ୟ ମୁଁ ଏଠି ନଥାନ୍ତି, କି ମୋର ଅବସ୍ଥା କଣ ହେଇଥାନ୍ତା ସେଟା ବି କେହି ଜାଣିନଥାନ୍ତେ। ତ ଯେହେତୁ ସିସିଟିଭି ଅଛି, ତ ଆମର ରାଇଟ୍ସ ଅଛି, ଆମେ ଲୋକ ପ୍ରତିନିଧି, ଆମେ କଣ କରୁଛୁ ନ କରୁଛୁ, ଆମ ପଞ୍ଚାୟତବାସୀ ଆମ ଉପରେ ଭରସା କରିଛନ୍ତି, ତ ଆମେ ପ୍ରତ୍ୟେକ ଜିନିଷ ତାଙ୍କ ସାମ୍ନାରେ ରଖିବାକୁ ବି ଠିକ ସଠିକ ତ ମନେ ଆପଣ କରୁଛୁ। ଭିଡିଓଙ୍କ ସାଙ୍ଗରେ ଝଗଡା ନ କରି ନେତା ମାନେ ଯୋଉମାନେ ଥିଲେ ଏମଏଲଏ ଙ୍କ ଲୋକ, ସେମାନେ ସବୁ ଏମଏଲଏ ଙ୍କ ଲୋକ ଥିଲେ ଯୋଉମାନେ ଆଜ୍ଞା ଆପଣଙ୍କ ସହିତ ଝଗଡା କରୁଥିଲେ? ଆଜ୍ଞା। ତ ସେ ଏମଏଲଏ ଙ୍କ ଲୋକଙ୍କ ସାଙ୍ଗରେ ଆପଣ କାହିଁ ଝଗଡା କରୁଥିଲେ? ଆପଣଙ୍କର କାମ ତ ଭିଡିଓଙ୍କ ପାଖରେ ଥିଲା। ଭିଡିଓଙ୍କ ସହିତ ଯେତେବେଳେ ମୋର କଥାବାର୍ତ୍ତା ଚାଲିଥିଲା, ସାର୍ ମୋ ବିଲ୍ ଟାକୁ କାହିଁକି ଆପଣ ପାସ୍ କରୁନାହାନ୍ତି, ସେଠି ଏମଏଲଏଙ୍କର ଜଣେ ଡାହାଣ ହାତ ଯିଏ କୁହାଯାଏ ଆସି ପହଞ୍ଚିଥିଲେ। ମୋ ଭାଇ ମୋବାଇଲ ଧରିଥିଲା, ତ ସେଟା ବି ଭିଡିଓ ମାଧ୍ୟମରେ ଆମେ ବି ଦେଖେଇଛୁ। କହୁଛନ୍ତି ଏଇଟା କଣ ଭିଡିଓ କାଇଁ ବନଉଛ ଅଫିସରେ, ଏଟାକୁ ବନ୍ଦ କରାଅ। ସେଠି ଭିଡିଓ କହିବା କଥା କି ବନ୍ଦ କରାଅ। ସେଠି ସେ ଥାର୍ଡ ପର୍ସନ କିଏ? ସେ ଜଣେ ସାଧାରଣ ଲୋକ, ଆମେ ଲୋକ ପ୍ରତିନିଧି। ତ ଆମେ ସେଠି ଆମକୁ ଅପୋଜ କରିଥିଲେ, ସେଇ ପିଲା ଅପୋଜ କରିବା ପରେ ଆଉ ଅନ୍ୟମାନେ ଧୀରେ ଧୀରେ ମାଡି ଆସିଥିଲେ, ଆଉ ସେଠି ଭିଡିଓ ଫାଇଲ ଗୋଟେ ନେଇ ତାଙ୍କୁ ଇନଷ୍ଟ୍ରକ୍ସନ ଦିଆ ହେଇଥିଲା ସେଇ ପିଲାଙ୍କ ମଧ୍ୟରୁ କି ଆପଣ ଏଠୁ ପଳାନ୍ତୁ। ତାପରେ ସିଚୁଏସନ ଟା ଅଧିକ ତ ସେମାନେ ଆଗରୁ ଥିଲେ ନା ଆପଣ ଯିବା ଖବର ଶୁଣିକିରି ସେମାନେ ଆସିଲେ? ମୁଁ ଗଲା ପରେ ହିଁ ସେମାନେ ଯାଇକିରି ପହଞ୍ଚିଥିଲେ। ଆମେ ତ ଆଗେ ବସି କଥା ହଉଥିଲୁ, ସେ ଚାମ୍ବରରେ କେହି ନଥିଲେ। ଆମେ 2-3 ଜଣ ସରପଞ୍ଚ ଏବଂ ଭାଇସ ଚେୟାରମ୍ୟାନ ଥିଲୁ। କଥା ହବା ଭିତରେ ସେମାନେ ଆସି ପହଞ୍ଚିଥିଲେ। ମତେ ଲାଗୁଛି କି ଫୋନ କରି ତାଙ୍କୁ ଡକେଇତେ ହେଇପାରନ୍ତି, କି ସେମାନଙ୍କର ଆଗରୁ ପ୍ରି ପ୍ଲାନ ଥାଏ କି ଆମେ ଆସିଲା ଟାଇମରେ କି ଅପୋଜ କଲା ଟାଇମରେ ଆମେ ତାଙ୍କୁ ବିରୋଧ କରିବୁ। ଫୋନ କରି କିଏ ଡକେଇଥିବେ ବୋଲି ଆପଣ ଭାବୁଛନ୍ତି? ଭିଡିଓ ଡକେଇ ଥାଇ ପାରନ୍ତି। ବିଡିଓଙ୍କର କଣ ଏମଏଲଏଙ୍କ ସାଙ୍ଗରେ ଏତେ ଭଲ ଯେ ବିଡିଓ ଫୋନ କରିକି ତାଙ୍କ ଲୋକମାନଙ୍କୁ ଡାକିଲେ ଯେ ଆସନ୍ତୁ ଚାମେଲି ମତେ ମୋ ସାଙ୍ଗରେ ଝଗଡା କରୁଛନ୍ତି? ଭିଡିଓ ଯୋଉଟା କହିଲେ ଏମଏଲଏଙ୍କ ସହିତ ଭଲ, ଯଦି ଭଲ ନଥାନ୍ତା ତାହେଲେ ଗୋଟେ ଲୋକ 4ଟା ପଦବୀରେ ନଥାନ୍ତେ। ଏଠି ଯୁବପିଢି ପାଠଶାଠ ପଢି ବେକାର ବୁଲୁଛନ୍ତି, ଚାକିରି ନାହିଁ। ଏଠି ଗୋଟାଏ ଲୋକ 4-4ଟା ପଦବୀରେ ରହୁଛି। ତ ନିଶ୍ଚିନ୍ତ ଭାବରେ ଏଠି କୋଉଠି ନା କୋଉଠି ବିଧାୟକ ସହିତ ଭଲ ଅଛି। ସେ ନିଜକୁ ମାନେ ଅନସେଫ ଫିଲ୍ କରୁଛନ୍ତି, ଯେହେତୁ ସେ କାମ ଫାମ କରିପାରୁନାହାନ୍ତି, ସଠିକ ଢଙ୍ଗରେ ଟାଇମ ଦେଇ ପାରୁନାହାନ୍ତି, ସେଥିପାଇଁ ସେ ସେମାନଙ୍କର ସାହାଯ୍ୟ ମାଗିଛନ୍ତି। ସେମାନେ ଏମଏଲଏଙ୍କର ଗୁଣ୍ଡା ଏବଂ ବ୍ୟାଗ ବୁହା କୁଜି ନେତା। ତ ଭିଡିଓ କଣ ଆପଣଙ୍କୁ ଆଲାଉ କରିଥିଲେ ଭିଡିଓ କରିବା ପାଇଁ? ଆପଣ ପରମିଶନ ନେଇ ଭିଡିଓ କରିଥିଲେ ନା ମନ ଇଚ୍ଛା କରୁଥିଲେ? ସିସିଟିଭି କ୍ୟାମେରା ଅଲରେଡି ଭିଡିଓଙ୍କ ଚାମ୍ବରରେ ଅଛି। ଯଦି ଭିଡିଓ ଏତେ ସିକ୍ୟୁର, ତାହେଲେ ସେ ସିସିଟିଭି କ୍ୟାମେରା ହଟେଇ ଦିଅନ୍ତୁ, ଆମେ ଭିଡିଓ ବନେଇବା ପୂର୍ବରୁ ଆମେ ପରମିଶନ ମାଗିବୁ। ହୁଏତ ସେ ଯୋଉ ଭିଡିଓ ବନେଇଥିଲେ ସେଦିନର ଇନସିଡେଣ୍ଟ, ଯଦି ମୋ ପାଖରେ ଭିଡିଓ ନଥାନ୍ତା ତାହେଲେ ଅବଶ୍ୟ ମୁଁ ଏଠି ନଥାନ୍ତି, କି ମୋର ଅବସ୍ଥା କଣ ହେଇଥାନ୍ତା ସେଟା ବି କେହି ଜାଣିନଥାନ୍ତେ। दर्शक बंधु मो सहित चामेली जोग दौरान केन्द्रापड़ा हॉस्पिटल रो चामेली को नहीं सारा ओडिशा रे चर्चा जारी रही। अनेक गुड़े क्वेश्चन रो आंसर ताको ठारो मिलवा को बाकी अछि। चामेली आपण केमती अछंती? हॉस्पिटल रे आपण को चिकित्सा चली, किंतु आपण को आपण एबे भी फील करूचंती कि असुस्थ अछंती बोले? वर्तमान तो 80 ରୁ 90% ଭଲ ହେଇଯାଇଛି।
डॉक्टर कहते जे आपनकर किछि हेइनी बोली चामेली प्रकृत रे आपनकर कोन हेइछि डॉक्टर जो रिपोर्ट देछन ता ठीक अछि ना भूल अछि ମୁଁ ତ ଡକ୍ଟରଙ୍କ ରିପୋର୍ଟ ଦେଖିନି ଏ ପର୍ଯ୍ୟନ୍ତ କାରଣ ଯେତେବେଳେ ମୁଁ ଆଡମିସନ ହେଲି ସେତେବେଳେ ଅଲରେଡି ମୋ ବଡିରେ ବହୁତ ଏଞ୍ଜୟଡ ଥିଲା ପିଠିରେ ବି ମାଡ ହେଇଥିଲା ଛାତିରେ ବି ମାଡ ହେଇଥିଲା ଡକ୍ଟର କଣ କହିଛନ୍ତି ମୁଁ ଆଉ କହିପାରିନି କିନ୍ତୁ ମୁଁ ଅସୁସ୍ଥ ଥିଲି ସେଥିପାଇଁ ମୁଁ 7 ଦିନ ହେଲାଣି ଆଡମିସନ ଅଛି ଏଠି। आपनको ए पूरा घटना पे कोन आपण विधायकों को दायी करूचंती ना आउ का को दायी करूचंती ଆଜ୍ଞା ବିଧାୟକ ହଉଛନ୍ତି ମୁଖ୍ୟ। तो विधायकों सहित आपण काहे की झगड़ा करूचंती ଝଗଡା ଏଥିରେ କିଛି ନାହିଁ ଆମେ ଲୋକ ପ୍ରତିନିଧି ଲୋକମାନଙ୍କର ସମସ୍ୟା କୁ ଆମେ ସମାଧାନ କରିବା ଆମର କାମ ଯଦି ବିଧାୟକ ଏଇଠି ଆମକୁ ପିସି ମାଗିବେ ମନ୍ଥଲି 1,00,000 ଲେଖା ଆମେ କୋଉଠୁ ଆଣିକି ଦବୁ ଆମେ ଯାହା ଲୋକଙ୍କ विधायक आपनको पीसी मागुथिले चामेली ଆଜ୍ଞା ଆଜ୍ଞା आउ आपण पीसी देइचंती ना नाही अतीतरे ନା ନା ପିସି ଦେଇନି ଯୋଉ ଗଭର୍ଣମେଣ୍ଟ ପ୍ରୋଗ୍ରାମ ହୁଏ ସେଥିରେ ପଇସା ପତ୍ର ଯେତେବେଳେ ଆମ ପ୍ରୋଗ୍ରାମ ହୁଏ ଆମ ପଞ୍ଚାୟତରେ ସେମାନେ ନିହନ୍ତି କୁହନ୍ତି ଦେବେ ବୋଲି ବଟ ଦିଅନ୍ତିନି ଥରେ ଦି ଥର ଏମିତି ହେଇଛି। ତ ଆପଣଙ୍କ ଭାଗ କଣ 1,00,000 ପଡିଥିଲା ପିସି ଦବା ପାଇଁ ଆହୁରି ଅଧିକ ଆମର ଇଟା ଭାଟି ମାଟି ଫାଟି ସବୁ ଯେତିକ ଭୁଆ ହଉଛି ଅଲରେଡି ସେମାନେ ପିସି ଦଉଛନ୍ତି ଖାଲି ବାକି ରହିଯାଇଥିଲା ଡେଭଲପମେଣ୍ଟ ୱାର୍କ ତା ଦେହରୁ ପିସି ନେଇଥାନ୍ତେ ତ ସେଇଟାକୁ ମନା କରିଥିଲୁ ଦବା ପାଇଁ। ତ ଡେଭଲପମେଣ୍ଟ କାମରୁ କେତେ ଟଙ୍କା ପିସି ଚାହୁଁଥିଲେ ତ ମନ୍ଥଲି 1,00,000 ଲେଖା ମାଗୁଥିଲେ କେତେ ଟଙ୍କା ସେମିତି ପର୍ଟିକୁଲାର ତ କହିନାହାନ୍ତି ଆଉ ମନ୍ଥଲି 1,00,000 ଲେଖା କହିଥିଲେ। ତ ଆପଣ କଣ ଏହାକୁ ବିରୋଧ କଲେ ବୋଲି ଏତେ ବଡ ଗଣ୍ଡଗୋଳ ହେଲା ନା ଆପଣ ତାଙ୍କ ପ୍ରତିଦ୍ୱନ୍ଦ୍ୱୀକୁ ନେଇ ସଭା କଲେ ଗାଁରେ ବୋଲି ଟିକିରି ପଞ୍ଚାୟତରେ ସେଇଥିପାଇଁ ବିଧାୟକ ରାଗିଲେ ନା ନା ପିସି କୁ ନେଇ ପ୍ରତିଦ୍ୱନ୍ଦ୍ୱୀ କି ଝଗଡା ନେଇ ହେଲା ପ୍ରତିଦ୍ୱନ୍ଦ୍ୱୀ ନେଇକି କିଛି ଝଗଡା ଏଇଠି କିଛି ବି ନାହିଁ ଏଠି ମେନ୍ କଥା ଆମେ ଯଦି ପିସି ନବା କଥାଟାକୁ ବିରୋଧ କରିବାରୁ ସେ ମୋ କାମରେ ସବୁ କାମରେ ରୋକ ଟୋକ ଲଗେଇଲେ ଯୋଉ ପଞ୍ଚାୟତ ଡେଭଲପମେଣ୍ଟ ୱାର୍କ ହଉ ବ୍ଲକ ଡେଭଲପମେଣ୍ଟ ୱାର୍କ ହଉ କାମ ଫାମ ହେଇ ପାରିଲା ନାହିଁ ଯେତିକ କାମ ପେଣ୍ଡିଙ୍ଗ ହେଇକି ପଡିଥିଲା ତାର ବିଲ୍ ମିଳି ପାରିଲା ନାହିଁ ଆଉ ବହୁତ ସମସ୍ୟାର ସମ୍ମୁଖୀନ ହବାକୁ ପଡିଛି। କୋଉ କୋଉ ବିଲ୍ ଆପଣଙ୍କର ବାକି ଅଛି ମିଳିବା ପାଇଁ 5ଟି ବିଲ୍ ବର୍ତ୍ତମାନ ବାକି ଅଛି ଆମର ଆବାସିକ ସ୍କୁଲ ର 2-3ଟା ଫାଇଲ ଅଛି ଆଉ ବିଜିବିଓ କାମର ବି ଗୋଟେ ଅଛି କଲ୍ୟାଣୀ ମଣ୍ଡପ ଡେଭଲପମେଣ୍ଟ ର ବି ଗୋଟେ ଅଛି ଆହୁରି ଏମିତି ଅଛି ବହୁତ କାମ। ମୋର ଜାଣିବାର କଥା ଯେ ଆପଣ ତ ନିଜେ କଣ୍ଟ୍ରାକ୍ଟର ନଥିବେ କଣ୍ଟ୍ରାକ୍ଟରଙ୍କ ବିଲ୍ ବାକି ପଡିଥିବ ସରପଞ୍ଚଙ୍କର କଣ ସେଥିରେ ଅସୁବିଧା ହେଲା ଯେତେବେଳେ ଆମେ ପଞ୍ଚାୟତର ସରପଞ୍ଚ ଆମେ ସେଠି ଲୋକଙ୍କୁ ଦେଇକିରି ଏଜୁଟାଣ୍ଟ ଦେଇଥାନ୍ତି ଆଉ ପଞ୍ଚାୟତର ପିଓ ଥାନ୍ତି ତ କାମ କେମିତି ସୁରୁଖୁରୁରେ ହବ ହେଇକିରି କମ୍ପ୍ଲିଟ ହବ ସେଇଟା ତଦାରଖ କରିବା ଦାୟିତ୍ଵ ଆମର ଯେହେତୁ ପଞ୍ଚାୟତରେ ଆମେ ରହୁଛୁ ଆମେ ସେଠି ଲୋକମାନଙ୍କୁ ଦେଇକିରି କାମଟା ସୁରୁଖୁରୁରେ କରେଇଥାଉ ଯେହେତୁ ଆମେ କାମଟା କରେଇଥାଉ ଲୋକମାନେ ଆମକୁ ହିଁ ଆସି ପଇସା ମାଗନ୍ତି ତାଙ୍କର ବ୍ଲକ ସହିତ କିଛି ଲେନ ଦେନ ନଥାଏ ତ ଟିକେ ଆମକୁ ଅଧିକ ପ୍ରେସର ଥାଏ ସେ ଜିନିଷର ତ ଆପଣ ବିଡିଓଙ୍କ ଚାମ୍ବର କୁ ମୋବାଇଲ ଧରି କାହିଁକି ଗଲେ ଚାମେଲି ଦୀର୍ଘ ବହୁତ ଦିନ ହେଲାଣି ଆମେ ବି ଦୌଡୁଛୁ ଫାଇଲ ପାଇଁ ମୋର ଫାଇଲ ବି ପଡିକି ରହିଛି ତାଙ୍କ ପାଖରେ ଗତ 29 ତାରିଖ ବି ଯାଇଥିଲି ତାଙ୍କ ପାଖକୁ ମତେ ଡାଇରେକ୍ଟ ମନା କଲେ ମୁଁ କରିବିନି ଫାଇଲ ହଠୁ ତାପରେ ମୁଁ ଠିକ ଅଛି ଆପଣଙ୍କୁ ସମୟ ଦିଆ ହଉଛି ଆପଣ ଯାଇକି ନିଜେ ଭିଜିଟ କରନ୍ତୁ କାମ ଦେଖନ୍ତୁ ଆଉ ବିଲ୍ କରନ୍ତୁ ତାପରେ ଯେତେ ଥର ବି ଯାଇଛି ବିଡିଓ ମହୋଦୟ ଆମକୁ ଦେଖିଲେ ସେଠୁ ପଳେଇବେ ତାପରେ ସେଇଦିନ ଯେତେବେଳେ ଆମକୁ ସମସ୍ୟା ହଉଛି ଯୋଉମାନେ କାମ କରୁଛନ୍ତି ଆମ ଘରେ ବସୁଛନ୍ତି ଆସି ଆପଣଙ୍କ କଥାରେ ଆମେ କାମ କଲେ ଆମେ ପଇସା ପାଇପାରୁନୁ ତ ବାଧ୍ୟ ହେଇକି ଆମେ ସେଦିନ ଯାଇଥିଲୁ ଭିଡିଓଙ୍କୁ ପଚାରିବାକୁ ଭିଡିଓଟା ଥିଲା ମାଧ୍ୟମ ଯେହେତୁ ଆମେ ସାମ୍ନା ବାଲାକୁ ଉତ୍ତର ଦେଲା ବେଳକୁ ସାମ୍ନା ବାଲା ସେଟାକୁ ଆକ୍ସେପ୍ଟ କରୁନାହାନ୍ତି କି ନାଇଁ ତମେ ମିଛ କହୁଛ ବୋଲି ସେଥିପାଇଁ କିଛି ପ୍ରୁଫ ପାଇଁ ଆମେ ଭିଡିଓ ବନେଇବା ସେଠି ଷ୍ଟାର୍ଟ କରିଥିଲୁ। କିନ୍ତୁ ଚାମେଲି ବିଡିଓଙ୍କ ଚାମ୍ବର ଭିତରେ ଯେତେବେଳେ ଗୋଟେ ଅଫିସ ଭିତରକୁ ଆପଣ ଯାଉଛନ୍ତି ଜଣେ ସିନିୟର ଅଫିସର ବସିଛନ୍ତି ସେତେବେଳେ ଆପଣଙ୍କ କଥାବାର୍ତ୍ତାକୁ ଆପଣ ବିଡିଓଙ୍କ ସହିତ ଯୋଉ କଥାବାର୍ତ୍ତା କରୁଥିଲେ ତାକୁ ରେକର୍ଡ କରିବାଟା ଆପଣ ଭାବୁଛନ୍ତି ଗୋଟେ ଠିକ ପଦକ୍ଷେପ ଥିଲା ନିଶ୍ଚିନ୍ତ ଭାବରେ ଠିକ ଯଦି ଅଫିସରେ ସିସିଟିଭି କ୍ୟାମେରା ଲଗାଯାଉଛି ସମସ୍ତଙ୍କ ଉପରେ ନଜର ରଖାଯାଉଛି ତାହେଲେ ସେଠି ପବ୍ଲିକର ରାଇଟ୍ସ ଅଛି ଭିଡିଓ ବନେଇ ପାରିବୁ ଆମେ ଯଦି ସେଠି ସିସିଟିଭି ନଥାନ୍ତା ତାହେଲେ ଆମେ ଭାବିଥାନ୍ତୁ ଆମେ ଭିଡିଓ କରିବୁ କି ନ କରିବୁ କି ଭିଡିଓଙ୍କ ପରମିସନ ନେଇଥାନ୍ତୁ। ମୁଁ ସେ ଭିଡିଓ ଦେଖୁଥିଲି ଯେ ଭିଡିଓଙ୍କର ତ କୌଣସି ପ୍ରତିବାଦ ନଥିଲା ଯେ ଆପଣ ଭିଡିଓ କରନ୍ତୁ ନାହିଁ ବୋଲି ଅନ୍ୟମାନେ ଯୋଉମାନେ ପ୍ରତିବାଦ କରୁଥିଲେ ସେମାନେ କିଏ ଏବଂ କାହିଁକି ସେମାନେ ଆପଣଙ୍କୁ ବାଧା ଦଉଥିଲେ ଭିଡିଓ କରିବା ପାଇଁ
ସେମାନେ ଏମଏଲଏଙ୍କର ଗୁଣ୍ଡା ଏବଂ ବ୍ୟାଗ ବୁହା କୁଜି ନେତା। तो वीडियो कोन आपन को अलाउ करथिले वीडियो करिया पई आपन परमिशन नै वीडियो करथिले ना मन इच्छा करूथिले? सीसीटीवी कैमेरा ऑलरेडी वीडियो को चैम्बर रे अछि। जदि वीडियो एते सिक्योर तले से सीसीटीवी कैमेरा हटै दियंतु आमे वीडियो बनया पूर्वरु आमे परमिशन मागिबु। होय तो से जो वीडियो बनैथिले से दिनर इंसिडेंट जदि मो पाखरे वीडियो नथांदा तले हबो अवश्य मु एठी नथांती कि मोर अवस्था कोन हेताला सेटा भी केही जानि नथांते। तो जेहेतु सीसीटीवी अछि तो हमर राइट्स अछि आमे लोक प्रतिनिधि आमे कोन करूछु न करूछु आम पंचायत बाजी आम ऊपर भरोसा करछंती तो आमे प्रत्येक जिंस तांको सामना रे रखिबाकू भी ठीक सठिक तो मन। आपण वीडियो को संगे झगड़ा न करी नेता माने जो माने थिले एमएलए को लोक से माने सब एमएलए को लोक थिले जो माने आज्ञा आपण सहित झगड़ा करूथिले? आज्ञा तो से एमएलए को लोकन संगे आपण काई झगड़ा करथिले? आपनकर काम तो वीडियो को पाकर थिला। वीडियो को सहित जेतेबेले मोर कथबार्ता चलीथिला सर मो बिल टाको काहे कि आपण पास करूनाती सेठी एमएलए कर जणे दाना तो जे कुहा जाय आसी पहुंचतिले मो भाई मोबाइल धरथिला तो सेटा भी वीडियो माध्यम रे आमे भी देखैछु कहउछन एठा कोन वीडियो काई बनाउछ ऑफिस रे एटा को बंद कराओ सेठी वीडियो कहबा कथा कि बंद कराओ सेठी से थर्ड पर्सन किए से जने साधारण लोक आमे लोक प्रतिनिधि तो आमे सेठी हमको अपोज करिथिले से पिरा अपोज करिया परे आ अन्य माने धीरे धीरे माडी आस्तिले आ सेठी वीडियो फाइल बटे नै ताको इंस्ट्रक्शन दिया हितला सेही पिलांग मध्यरु कि आपण एठु पळांतु तापरे सिचुएशन टा अधिक तो से माने आगुरु थिले ना आपण जीवा खबर सुनि कि से माने आसिले? मु गला परे ही से माने जाइकिरी पहुंचीथिले आमे तो आगे बसी कथा होतले से चामरे केही नथिले आमे दुई तीन जण सरपंच एवं भाइस चेयरमैन थिलु कथा हबा भितर से माने आसी पहुंचले मते लागुची कि फोन करी दमु डकैते हे पारंती कि सेमानंगर आगरु प्री प्लान थाए कि आमे आसिला टाइम रे कि अपोज कला टाइम रे आमे तांको विरोध करिवु। फोन करी किए डकैते बोली आपण भाबुचंती? वीडियो डकैते हे पारंती। वीडियोंकर कोन एमएलए संगे एते भलो जे वीडियो फोन करी ताको लोक मान को डाकिले जे आसंतु चामेली मते मोर संगे झगड़ा करूचंती? वीडियो जेटा कहले एमएलए से तो भलो जदि भलो नथांते ताले गोटे लोक चारटा पदवी रे नथांते एठी युवपीढ़ी पाठशाठ पढ़ी बेकार बुलुचंती चाकिर नाही एठी गोटाई लोक चारि चारिटा पदवी रे रहउची तो निश्चिंत भाबरे एठी कोड ना कोड विधायक से तो भलो अछि से निजको माने अनसेफ फील करचंती जेते से काम फाम करि परनंती सठिक ढंग रे टाइम दे परनंती सेति पई से समानकर सहाय्य मागिचंती।